श्री गणेशाय नमः। ओम नमो भगवते वासुदेवाय। भागवत महापुराण आज आरंभ हेउछि नवम स्कंध। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। प्रथम अध्याय। परीक्षित उवाच आनन्दे अभिमन्युसुत शुणि गोविन्दर चरित। व्यासनन्दन मुख चाहि बोलन्ति शिरे कर देई। भूमुनि मनन्तर कथा कहिले सकल व्यवस्था। जे मनन्तर जे बादेही धर्म रक्षणे भावग्राही। अनंत जाहार महिमा के जानी पारे गुण सीमा। तुम्भे कहिल मुनि गणे विष्णुर महिमा प्रमाणे। द्राविडेश्वर सत्यव्रत से राज ऋषि दैवत। अनंत कल्प अंते थिला भावे से कृष्ण को भेटिला। नित्य गोविंद पाद ध्याई विष्णुर तहु शिक्षा पाई। पुणी से सृष्टि आदि काले के मन्ते वैवस्वत कूले। वैवस्वत मन होई जन्म लभिला देह बही। पुणी ताहार बीर्जे जात होइले जेते कपत्य। इक्ष्वाकु आदि 10 सुते होइले राजा ए जगते। एणु आदित्य कूले जेते कहिबा वंशानुचरिते। जाहार वंशे जेबा होई ए भूमि तले देह बही। जेबा चरित कले जेते भूमुनि कह मोग्रते। मोते संकट धर मु तुम्भ चरणे किंकर। भूत भविष्य वर्तमान संपूर्ण वंशानुकीर्तन। जेबा जगते कले जाहा कहिब मते जेबे दया। श्रीसुत उवाच हेमंत ऋषि गण मध्ये उत्तरासुत अनुवादे। शुणि आनंदे कृत कृत्य कहन्ति व्यासंकर सुत। श्रीशुक उवाच शुण हो नृप परीक्षित के अबा कथा न समर्थ। संक्षेपी कहिली मु तोते जानई जोग बळे जेते। ए भूमि मध्ये देह बही सते बरसे के बा कही। रविर वंशे नृप जेते जे जाहा कले जगते। भकत शिष्य एहा कही एबे तो शुण मन देई। जेबा पूजे जार अंशे वैवस्वत मनो वंशे। शुण पांडव चूड़ामणि प्रलय जणु वेदवाणी।
ଯେ ହରି ଅନାଦି କାରଣ ଜଗତ ଆତ୍ମା ନାରାୟଣ। ପୂର୍ବେ ଯେ ସଂସାର ସଂଘରି ଜଳେ ଅନନ୍ତ ସଜ୍ଜା କରି ନିବିଡ଼ ଅନ୍ଧାରେ ଶୋଇଲେ ତାହାଙ୍କୁ କେହି ନ ଦେଖିଲେ ସେ ପୁଣି ପ୍ରଳୟର ଅନ୍ତେ ଉତ୍ତାନେ ଶୋଇଲେ ଅନନ୍ତେ। ଅନାଦି କମଳୁ ପ୍ରକାଶ ଜନ୍ମିଲା ହିରଣ୍ୟର କୋଷ ସୁବର୍ଣ୍ଣମୟ ଦିବ୍ୟ ରୂପୀ ଉଠିଲା ମହାଜଳ ବ୍ୟାପୀ। ସେ ପଦ୍ମ କୋଶ ବ୍ରହ୍ମା ଜାତ ଯାର ଶରୀରୁ ଏ ଜଗତ ଭୂମି ଭିଆଣ ଯୋଗ ବଳେ ବସିଲା ସମାଧି ନିଶ୍ଚଳେ। ବ୍ରହ୍ମାର ମନରୁ ବାହାର ହୋଇଲା ମରିଚି କୁମର କଶ୍ୟପ ତାର ତହୁଁ ଜାତ ତାର ମହିମା ଅପ୍ରମିତ। ଦକ୍ଷ ଦୁହିତା ବିଭା କଲା ତା ତହୁଁ ସୂର୍ଯ୍ୟ ଉପୁଜିଲା। ସୂର୍ଯ୍ୟର ପତ୍ନୀ ସଂଜ୍ଞା ନାମ ଅତି ସୁନ୍ଦର ଅନୁପମ ତାର ଉଦରୁ ଦିବ୍ୟ ତନୁ ହୋଇଲା ଶ୍ରାଦ୍ଧ ଦେବ ମନୁ। ସେ ପୁଣି ଶ୍ରଦ୍ଧା କନ୍ୟା ଗର୍ଭେ ଦଶ କୁମର କଲା ଭାବେ ରୂପେ ଶୋଭିତ ଅନୁପମ ଶୁଣ ତାହାଙ୍କର ନାମ। ଇକ୍ଷ୍ୱାକୁ ନୃପ ସାତବେନି ସର୍ଯାଦିଷ୍ଟ ଧୂତ ଘେନି। ପୁଣି କରୁଷ ନରିଶ୍ଚନ୍ତ ପୃଷଧନା ଭାଗ ଉଚିତ ହୋଇଲେ କବି ବିଭୁଆଦି ସର୍ବେ ପ୍ରସିଦ୍ଧି ସର୍ବସିଦ୍ଧି। ସେ ଶ୍ରାଦ୍ଧ ଦେବ ପୁତ୍ର ଅର୍ଥେ ବିଚାରି ବଶିଷ୍ଠ ସଙ୍ଗତେ ପୁତ୍ର କରଣେ ବିପ୍ରତୁଷ୍ଟି ଆରମ୍ଭ କଲେ ଯଜ୍ଞ ଗୋଟି। ଏମନ୍ତେ ତାର ଶ୍ରଦ୍ଧା ନାରୀ ବଶିଷ୍ଠ ସଙ୍ଗତେ ବିଚାରି ବୋଲଇ ମୁହିଁ ପତିବ୍ରତା ଯେମନ୍ତେ ହୋଇବ ଦୁହିତା। ସେ ଅର୍ଥେ ତୁମ୍ଭେ ଯଜ୍ଞ କର ସେବଇ ଚରଣେ ତୁମ୍ଭର। ତା ଶୁଣି କୁଶ କେତୁ ବଳା ବିପ୍ରଙ୍କ ସଙ୍ଗେ ବିଚାରିଲା ଆହୁତି ଦେଲା କୟୁତ। ଏମନ୍ତେ କନ୍ୟା ହେଲା ଜାତ ତା ରୂପ ଜଗତ ମୋହିଲା ତାହାକୁ ଇଳା ନାମ ଦେଲା। ଗାତ୍ରେ ସେ କନ୍ୟା ଜନ୍ମ ଦେଖି ଇକ୍ଷ୍ୱାକୁ ଶୟନ ଉପେକ୍ଷି ବୋଲଇ ବିପ୍ରଙ୍କୁ ଅନାଇ ଏମନ୍ତ ଦେଖିଲା ତ ନାହିଁ। ତୁମ୍ଭେ ସକଳ ବ୍ରହ୍ମବେତା ଏ କର୍ମ ଅସମ୍ଭବ କଥା। ବ୍ରାହ୍ମଣ କର୍ମ ତନୁ ହୋଇ ଏ କର୍ମ କଲ କିସ ପାଇଁ। ତୁମ୍ଭେ ଯେ ନିଜ ତପ ଫଳେ ଅବିଘ୍ନ ଅଟୁ ଏ ଶୟଳେ। ସଂକଳ୍ପ ହୋଇଲା ଅନ୍ୟଥା ଏ ବଡ଼ ଅସମ୍ଭବ କଥା। ଅଜ୍ଞାନ ଜନଙ୍କର ମତ ମୋର ସଂକଳ୍ପ ବିପରୀତ। ଏମନ୍ତ ମନୁର ବଚନ ଶୁଣି ବଶିଷ୍ଠ ତପୋଧନ। ହୋତାଙ୍କ ବ୍ୟଭିଚାର ବାଣୀ ମନକୁ କହନ୍ତି ଯେ ମୁନି ତୋହର ନିଜ
ମନ୍ତେ କନ୍ୟା ତୋହର ହୋଇବ ପୁରୁଷଙ୍କ ବର। ଏମନ୍ତେ କହି ମହାଜ୍ୟୋତି ବିଷ୍ଣୁଙ୍କୁ କଲେ ଦିବ୍ୟ ସ୍ତୁତି। ବଶିଷ୍ଠ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ରପାଣି। ଇଳା କନ୍ୟାକୁ କୃଷ୍ଣ ଚାହିଁ ବୋଇଲେ ପୁତ୍ର ହୁଅ ତୁହି। ତକ୍ଷଣେ ପୁରୁଷ ହୋଇଲା ସୁଦ୍ୟୁମ୍ନ ନାମ ତାର ହେଲା। ନିଜ ଭବନେ ଗଲେ ହରି ଏବେ ହୋ ଶୁଣ ଦଣ୍ଡଧାରୀ। ବେଦର ବଚନ ସ୍ୱଭାବ କେ ତାହା ଅନ୍ୟଥା କରିବ। ଶୁଣ ରାଜନ ଶୁଦ୍ଧ ମନେ ସେ ମନୁ ପୁତ୍ର ଏକ ଦିନେ। ମୃଗୟା ଅର୍ଥେ ଘୋର ବନେ ପଶିଲା ହର ସୀତ ମନେ। ଶେଷରାସନ ଧରି କରେ ବସିଲା ଅଶ୍ୱର ଉପରେ। ତେ ସେବକ ବଳ ତାର ଯେତେ ଧାଇଁଲେ ଅଶ୍ୱ ପୃଷ୍ଠ ଗତେ। ନାନା ଆୟୁଧ করে ଧରି ପଶୁ ଖୋଜନ୍ତି ବନେ ହେରି। ଗିରି କାନନେ ଲତା କୁଞ୍ଜେ ସର୍ବେ ଖୋଜନ୍ତି ବୃକ୍ଷ ପୁଞ୍ଜେ। ମୃଗ ନ ଦେଖି ଘୋର ବନେ ପଶିଲେ ଉତ୍ତର କାନନେ। ମେରୁ ନିକଟେ ଖେଦ ମନେ ମିଳିଲେ କାମ୍ରର ବନେ। ସେବନ ପ୍ରଭୁ ଶୂଳଧାରୀ ସଙ୍ଗତେ ଘେନି ନିଜ ନାରୀ। ନିରତେ ପୀଡ଼ିତ ସଦନେ ଗୌରୀ ସଙ୍ଗତେ ନିର୍ଜନେ। ନିତ୍ୟ ରମନ୍ତି ସୁଖ ମନେ ଆନନ୍ଦେ ପୁଷ୍ପିତ କାନନେ। ସେବନେ ପୁଣି ମନୁ ବଳା ଅନେକ ମୃଗ ବଧ କଲା। ମୃଗୟା ସାରି ଅବହେଳେ ଗ୍ରାମକୁ ଆସିବାର ବେଳେ। ଅଶ୍ୱ ସହିତେ ସର୍ବଜନେ ତକ୍ଷଣେ ଏକାମ୍ର ବନେ। ସର୍ବେ ହୋଇଲେ ସ୍ତ୍ରୀ ଗଣ ଅଶ୍ୱ ସହିତେ ବିଘଟନ। ଚାହାନ୍ତେ ଅନ୍ୟ ଅନ୍ୟ ମୁଖେ ସର୍ବେ ମଜିଲେ ମନ ଦୁଃଖେ। ନିସ୍ତ୍ରୀ ସ୍ୱଭାବ କଲେ ଭ୍ରାନ୍ତି ସ୍ୱଭାବେ ବଳି ନ ପାରନ୍ତି। ଏମନ୍ତ ସୁକ ମୁଖ ଶୁଣି ବୋଲେ ପରୀକ୍ଷ ନୃପମଣି। ରାଜବାଚ ଭୋମୁନି ଅସମ୍ଭବ ବାଣୀ ହୃଦୟ କମ୍ପିଲା ତା ଶୁଣି। ନାରୀ ହୋଇଲେ କିସ ଅର୍ଥେ একথা কহ মগ্রতে। সুদ্যুম্ন ইক্ষ্বাকু নন্দন পুরুষ কলে ভগবান। সে কিম্পা কামিনী হইলা অশ্ব সহিতে মনু বলা। কিবা সে বনে থিলা দোষ কিবা শঙ্কর কলে রোষ। কিম্পা লভিলে স্ত্রী দেহ সংশয় যাও মুনি কহ। শ্রী শুকবাচ মুনি কহନ୍ତି অনুরাগে আনন্দে পরীক্ষিত আগে। শুণ হে অভিমন্যু সুত କହିବା ତହିଁର ବୃତ୍ତାନ୍ତ। ଶପଥ ଋଷି ଏକ ଦିନେ ଗମନ୍ତି ଶିବ ଦର୍ଶନେ। ଦିଶନ୍ତି ରବି ତେଜ ପ୍ରାୟେ
ସେବନେ ବୁଲନ୍ତି ନିର୍ଭୟେ। ଦୂରୁ ତାଙ୍କର ରୂପ ଦେଖି ଅମ୍ବିକା ଶୟନ ଉପେକ୍ଷି ଶଙ୍କର ସଙ୍ଗ ଛାଡ଼ିବେ गे ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ। ଲାଜେ ଲୁଚାଇ କଳେବର ଭୟ କମ୍ପଇ ଥରହର ଶଙ୍କର ରହି ଅଧମୁଖେ ଚାହିଁ ନ ପାରି ମନ ଦୁଃଖେ। ଏମନ୍ତେ ମୁନି ଗଣେ ଚାହିଁ ପାଦେ ନ ପାରନ୍ତି ଯାଇ। ତକ୍ଷଣେ ଗଲେ ଅନ୍ତର୍ଧ୍ୟାନେ ତାହାଙ୍କ ଗତି ଦେଖି ମନେ। ପଥେ ଚଳନ୍ତି ଅତି ଶ୍ରମେ ମିଳିଲେ ବଦରିକାଶ୍ରମେ। ସେ କଥା ଜାଣି କୁଶ ପାଣି ଅମ୍ବିକା ମୁଖ ଚାହିଁ ଭଣି। ପୁରୁଷ ହୋଇ ଯେବେ ଥେ ପ୍ରବେଶ ହେବ ଅକସ୍ମାତେ। ତକ୍ଷଣେ ହେବ ସ୍ତ୍ରୀ ରୂପ ଏମନ୍ତେ ରୁଦ୍ର ଦେଲେ ଶାପ। ସେଦିନୁ ମହାଦେବ ରୋଷେ ସେବନେ ପୁରୁଷ ନ ପୋଷେ। ଏବେ ହୋ ଶୁଣ ନରନାଥ ମନୁତନୟା ବିପରୀତ। ଅସହିତେ ଘୋର ବନେ ସର୍ବେ ଭ୍ରମନ୍ତି ଦୁଃଖ ମନେ। ସେବନ ଗଲେ ଅନ୍ୟ ବନେ ସୋମନନ୍ଦନ ତପସ୍ଥାନେ। ଭ୍ରମନ୍ତି ଏକୁଆରେ ଧରି ସ୍ୱଭାବେ ସର୍ବେ ମନହାରି। ତାହାଙ୍କ ମଧ୍ୟେ ଇଳା ଦେଖି ସେ ବୁଧ ତପସ୍ୟା ଉପେକ୍ଷି। ମନ ଚଳିଲା କାମ ଭୋଳେ ତକ୍ଷଣେ ଧରି ତାକୁ କୋଳେ। ବଳେ ହରିଲା ଚନ୍ଦ୍ରସୂତ ତକ୍ଷଣେ ପୁତ୍ର ହେଲା ଜାତ। ତାହାକୁ ଦେଖି ଗୁଣଧାମ ଦେଲା ସେ ପୁରର ନାମ। ଏବେ ହୋ ଶୁଣ କୁରୁବୀର ସେବନେ ମନୁର କୁମର। କୁଳ ଆଚାର୍ଯ୍ୟ ସୁମରିଲେ ତକ୍ଷଣେ ବଶିଷ୍ଠ ମିଳିଲେ। ତାହାର ସ୍ତ୍ରୀ ରୂପ ଚାହିଁ ସେ ବ୍ରହ୍ମ ଋଷି ଦୟା ବହି। ଯେମନ୍ତେ ପୁରୁଷ ହୋଇବ ତକ୍ଷଣେ ସେ ବି ସଦାଶିବ। ଅନେକ କଲେ ଦିବ୍ୟ ସ୍ତୁତି ଶୁଣି ସନ୍ତୋଷ ପଶୁପତି। ଆପଣା ବାକ୍ୟ ସତ୍ୟ ଅର୍ଥେ ବଶିଷ୍ଠେ ଚାହିଁ ଦୟା ଚିତ୍ତେ। ବୋଲନ୍ତି ଅମ୍ବିକାର ମଣ ବଶିଷ୍ଠ ମୋର ବାକ୍ୟ ଶୁଣ। ଏ ଯେ ତୋହର ଗୋତ୍ରେ ଜାତ ସ୍ୱଭାବେ ଇକ୍ଷ୍ୱାକୁର ସୁତ। ମାସେ ହୋଇବ କାମିନୀ ପୂର୍ବେ ବିଷ୍ଣୁର ବାକ୍ୟ ଘେନି। ମସେ ପୁରୁଷ ହୋଇବ ଜୀବନ୍ତେ ଯେତେ କାଳ ଥିବ। ଏମନ୍ତେ ଦେଇ ତାକୁ ବର ତକ୍ଷଣେ ଗଲେ ଶୂଳଧର। ଏମନ୍ତେ ଯେତେ କାଳ ଥିଲା ମାସକେ ପୁରୁଷ ବଳା। ରାଜ୍ୟ ସେ କଲା ଏହି ମତେ ନିଗମ ବାକ୍ୟ ଅନୁମତେ। ତାହାର ପ୍ରଜା ରାଜେ ପ୍ରଜା ଜନେ ବଞ୍ଚିଲେ ଦୁଃଖ ସୁଖ ମନେ।
ତାର ହୋଇଲେ ତିନି ସୁତ, ଶୁଣ ହେ ନୃପ ପରୀକ୍ଷିତ। ରାୟ ଉତ୍କଳ ପୁତ୍ର ବେନି, ବିମଳ ନାମେ ହୋଇଥିନି। ଦକ୍ଷିଣ ପଥେ ତିନି ରାଜା, ଧର୍ମେ ପାଳିଲେ ଜନ ପ୍ରଜା। ତଦନ୍ତେ କିଛି କାଳ ଅନ୍ତେ, ସୁଦ୍ୟୁମ୍ନ ଭାଳି ଅନ୍ତର୍ଗତେ। ପୁରର ବାକୁ ରାଜା କରି, ଛାଡ଼ିଣ ପ୍ରତିଷ୍ଠାନ କରି। ତପସାଧନେ ବନେ ଗଲା, ସେ ବନେ ଶରୀର ଛାଡ଼ିଲା। ବୋଲଇ ବିପ୍ର ଜଗନ୍ନାଥ, ନବମ ସ୍କନ୍ଧେ ଭାଗବତ। ବଂଶାନୁଚରିତ ଏ ବାଣୀ, ଶୁଣି ସଂସାର ତର ପ୍ରାଣୀ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ନବମ ସ୍କନ୍ଧେ ଇଳା କନ୍ୟା ଉପାଖ୍ୟାନେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ଶ୍ରୀ ଶୁକ ଉବାଚ, ସୁଦ୍ୟୁମ୍ନ ଶ୍ରାଦ୍ଧ ଦେବ ବଳା, ତପକରଣେ ବନେ ଗଲା। ପଥେ ଛାଡ଼ିଲା ନିଜ ତନୁ, ତା ଶୁଣି ବୈବସ୍ୱତ ମନ। ଅପୁତ୍ରୀ ଭୟେ ସେ ଉଚାଟେ, ମିଳିଲା ଯମୁନାର ତଟେ। ସତେ ବରଷ ଦେବ ମତେ, ସମାଧି ବସି ଦୃଢ଼ ଚିତେ। ସନ୍ତତି ଅର୍ଥେ ସୂର୍ଯ୍ୟ ବଳା, ବିଷ୍ଣୁ ଚରଣେ ପୂଜା କଲା। ଅନେକ ମତେ ସ୍ତୁତି କରି, ତୋଷିଲା ପ୍ରଭୁ ନରହରି। ପ୍ରସନ୍ନ ହୋଇ ମହାବାହୁ, ବୋଇଲେ 10 ପୁତ୍ର ହେଉ। ଇକ୍ଷ୍ୱାକୁ ଆଦି 10 ସୁତେ, ହୋଇବେ କହୁଅଛି ତୋତେ। ସେ 10 ପୁତ୍ର ମଧ୍ୟେକ, ପୃଷଧ୍ର ନାମେ ସେ ବିବେକ। ବଶିଷ୍ଠ ବାକ୍ୟେ ଗୋରୁ ପାଳେ, ରାତ୍ର ଦିବସେ ସେ ନିଶ୍ଚଳେ। ଏମନ୍ତ ଏକ ଦିନ ରାତ୍ରେ, ମେଘ ଅନ୍ଧାର ବୃଷ୍ଟିପାତେ। ଜନ୍ତୁଙ୍କ ଘୋର ନିଦ୍ରା କାଳେ, ଶାର୍ଦୂଳ ମିଳିଲା ଗୋକୁଳେ। ଆଘ୍ରାଣେ ତାର ବାସ ପାଇ, ଭୟେ ଉଠିଲେ ସର୍ବଗାଇ। ଭ୍ରମନ୍ତି ତସ୍ତତ ହୋଇ, ବ୍ୟାଘ୍ର ଧଇଲା ଏକ ଗାଈ। ବେଗେ ଆକର୍ଷି ନଖ ଗାଢ଼େ, ପୁଣି ଆକର୍ଷି ପୁଣି ଛାଡ଼େ। ସେ ଗୋରୁ ଭୟେ ରାବ ଦେଲା, ତା ଶୁଣି ଉଠି ମନୁ ବଳା। ତୀକ୍ଷ୍ଣ ଖଡ଼ଗ ହସ୍ତେ ଘେନି, ନିବିଡ଼ ଅନ୍ଧାର ରଜନୀ। ବୃଷ ଯେ ଗୋଷ୍ଠେ ଥିଲା ଶୋଇ, ଅନ୍ଧରେ ବାରି ନ ପାରଇ। ଶାର୍ଦୂଳ ବୋଲି ତାର ଶିର, ଛେଦିଲା ମନୁର କୁମର। ଖଡ଼ଗ ଶିଖା ଯେ ବ୍ୟାଘ୍ର ଶିରେ, ଅଳ୍ପ ବାଜିଲା ତୀକ୍ଷ୍ଣ ଧାରେ। ବ୍ୟାଘ୍ରର ଶିର ହୋଇ କ୍ଷତ, ପଥରେ ସ୍ରବିଲା ରକତ। ପୃଷଧ୍ର ଜାଣେ ବ୍ୟାଘ୍ର ମଲା, ଏମନ୍ତେ ରଜନୀ ପାହିଲା। ବୃଷ ମରଣ କଥା ଶୁଣି, ବଶିଷ୍ଠ କୋପେ ଶୀଘ୍ର ପୁଣି। ମିଳିଲେ ପୃଷଧ୍ର ସମୀପେ,
ତାହାକୁ ସାପ ଦେଲେ କୋପେ। ତୁଜେ ବୋଲାଉ କ୍ଷତ୍ରି ଦେହ, ଏବେ ତୁ କର୍ମେ ଶୂଦ୍ର ହୁଅ। ଏମନ୍ତେ ଗୁରୁ ସାପ ପାଇ, କପାଳେ କରାଞ୍ଜଳି ଦେଇ। ଗୁରୁଙ୍କ ବ୍ରତ ଶିକ୍ଷା ଧରି, ଅଧୋବଦନେ ତପ କରି। ବିଷ୍ଣୁର ଚରଣ କମଳେ, ସମାଧି ବସି ଯୋଗ ବଳେ। ଆତ୍ମାକୁ ଭାବି ଏକାଏକେ, ସକଳ ଭୂତେ ହରି ଦେଖେ। ନିଗ୍ରହ କରି ଇନ୍ଦ୍ରିଗଣ, ଅସଙ୍ଗେ ପବନ ଧାରଣ। ଯେବା ମିଳଇ ଯେତେବେଳେ, ସେ ଭିକ୍ଷା କରେ ସାୟଂକାଳେ। ଶରୀର ଆତ୍ମାର ସଂଯୁତେ, ଜଡ଼ାନ୍ଧ ବଧିରଙ୍କ ମତେ। ଭୂମି କରଇ ପର୍ଯ୍ୟଟନ, ଏମନ୍ତେ ଗଲା କେତେ ଦିନ। ଏ ଅନ୍ତେ ଗଲା ଗ୍ରୀଷ୍ମ କାଳ, ପବନ ଯୋଗେ ଦାବାନଳ। ସେ ଅଗ୍ନି ମଧ୍ୟେ ଦେହ ଦେଲା, ତକ୍ଷଣେ ଗୋବିନ୍ଦେ ପଶିଲା। ତା ଦେଖି ତାର ସାନ ଭାଇ, ବିଷୟାର ସେ ନର ହୋଇ। ରାଜେ ନିୟୋଜି ବନ୍ଧୁ ମେଳେ, ପଶିଲା ଅରଣ୍ୟ ଗହଳେ। ନିରତେ ନାରାୟଣ ପାଦେ, ଭକତି କଲା ପ୍ରମାଦେ। ଅନ୍ତେ ପଶିଲା ହରି ଦେହେ, କିଶୋର ବୟସେ ବିମୋହେ। କରୁସତହୁଁ ଯେତେ ସୁତ, ରାଜା ହୋଇଲେ ବଳବନ୍ତ। ସ୍ୱଭାବେ ବ୍ରାହ୍ମଣ ଧାର୍ମିକ, ନିରତେ ବିଷ୍ଣୁର ସେବକ। ଉତ୍ତର ପଥେ ହେଲେ ରାଜା, ଧର୍ମେ ପାଳିଲେ ଜନ ପ୍ରଜା। ଧୃଷ୍ଟରୁ ଧାଷ୍ଟ୍ର କ୍ଷତ୍ରି ହୁଏ, ସେ ନ ପଡ଼ଇ ମାୟା ମୋହେ। ନିରତେ ଭାବ ଜ୍ଞାନ ଜାଣି, ପୂଜିଲେ ପ୍ରଭୁ ଚକ୍ରପାଣି। ହରି ଭକତି ଭାବ ବଳେ, ବସିଲେ ସମାଧି ନିଶ୍ଚଳେ। ନୃଗର ପୁତ୍ର ଯେ ସୁମତି, ସୁମତି ପୁତ୍ର ଭୂତ ଜ୍ୟୋତି। ବସୁ ଯେ ତାହାର ସନ୍ତତି, ସ୍ୱଧର୍ମେ ପାଳଇ ଯେ କ୍ଷିତି। ପ୍ରତୀକ ବସୁ ତହୁଁ ଜାତ, ଓଘବାନ ନାମେ ତା ସୁତ। ତାହାର କନ୍ୟା ଓଘବତୀ, ସୁଦର୍ଶନ ତାର ପତି। ଯେ ନରିଷ୍ୟନ୍ତର ନନ୍ଦନ, ତାହାର ନାମ ଚିତ୍ରସେନ। ଚିତ୍ରସେନର ପୁତ୍ର ରୁକ୍ଷ, ତହୁଁ ମାଡ଼ବାନ ପ୍ରତ୍ୟକ୍ଷ। ତାହାର ପୁତ୍ର ହୁଏ ପୂର୍ଣ୍ଣ, ପୂର୍ଣ୍ଣର ପୁତ୍ର ଇନ୍ଦ୍ରସେନ। ବିତିହୋତ୍ର ତାହାର ସୁତ, ତା ତହୁଁ ସତ୍ୟ ଶ୍ରବା ଜାତ। ଉରୁଶ୍ରବା ତାର ନନ୍ଦନ, ତା ତହୁଁ ଦେବବତ ଜନ୍ମ। ଅଗ୍ନିବେଶ୍ୟା ନାମରେ ଖ୍ୟାତ, ସାକ୍ଷାତେ ଅଗ୍ନି ଯାର ପୁତ୍ର। କାମିନୀ ଜାତୁ କର୍ମ ନାମେ, ସେ ପୁଣି ବିଖ୍ୟାତ ଭୁବନେ। ତା ତହୁଁ ଅଗ୍ନି ବୈଶାୟନ, ବ୍ରାହ୍ମଣ ବଂଶ ଉତ୍ପନ୍ନ। କାମିନୀ ଜାତୁ କର୍ମ ନାମେ,
ସେ ପୁଣି ବିଖ୍ୟାତ ଭୁବନେ ତାତହୁଁ ଅଗ୍ନି ବୈଶାୟନ ବ୍ରାହ୍ମଣ ବଂଶ ଉତ୍ପନ୍ନ ନରିଷ୍ୟନ୍ତର ବଂଶମାନ ସମସ୍ତ ଶୁଣିଲ ରାଜନ ରିଷ୍ଟ ବଂଶର ଉପାଖ୍ୟାନ ଶ୍ରବଣ କର ହେ ରାଜନ ନାଭାଗ ନାମେ ରିଷ୍ଟ ସୁତ କର୍ମେ ସେ ବେଶ୍ୟା ଜାତି ପ୍ରାପ୍ତ ତାହାର ସୁତ ଭନନ୍ଦନ ବସ୍ତ୍ର ପ୍ରୀତି ତାର ନନ୍ଦନ ପ୍ରାଂଶୁ ତାହାର ପୁତ୍ର ଖ୍ୟାତ ପ୍ରମତି ତାତ ସମ୍ଭୂତ ପ୍ରମତି ତନୟ ଖନିତ ଚାକ୍ଷୁଷ ହୁଏ ତାର ସୁତ ତାର ତନୟ ବିଂଶତତି ରମ୍ଭ ଯେ ତାହାର ସନ୍ତତି ରମ୍ଭର ପୁତ୍ର ଖନି ନେତ୍ର ପରମ ଧାର୍ମିକ ଯେ ଖ୍ୟାତ ତାହାର ସୁତ କରନ୍ଦମ ତାତହୁଁ ଅବିକ୍ଷତ ଜନ୍ମ ମରୁତ ତାହାର ସନ୍ତତି ସେ ଭୂମ ମଧ୍ୟେ ଚକ୍ରବର୍ତ୍ତୀ ଅଙ୍ଗିରା କୁଶ କେତୁ ବଳା ତାହାର ଗୃହେ ଯଜ୍ଞ କଲା ଯେ ଯଜ୍ଞ ସର୍ବଦେବେ ଆସି ନିତ୍ୟ ଯଜ୍ଞକୁ ପରଶଂସି ବୋଲନ୍ତି ଯଜ୍ଞ ହସ୍ତୁ ଚାହିଁ ଏମନ୍ତେ ଦେଖିଲା ତ ନାହିଁ ହିରଣ୍ୟମୟ ବସ୍ତୁ ଦେଖି ରସ ଭୋଜନେ ହୋଇ ସୁଖୀ ଇନ୍ଦ୍ର ମାତିଲେ ହୋମ ଖାଇ ବିପ୍ରେ ମାତିଲେ ଦାନ ପାଇ ସାର ସଭାରେ ବିଷ ଦେବା ପିତୃ ସହିତେ ପାଇ ସେବା ମରୁତ ପୁତ୍ର ଦମ ନାମେ ଜଗତ ରୂପ ଦେଖେ ସମେ ରାଜବର୍ଦ୍ଧନ ତା ନନ୍ଦନ ତା ସୁତ ଧୃତି ଅନୁପମ ଧୃତି କୁମର ସୌଧୃତି ତା ବୀର୍ଯ୍ୟୁନର ଉତପତି କେବଳ ତାର ତହୁଁ ଜାତ ଯା ବଂଶେ ଧୁନ୍ଦୁମାନ ଖ୍ୟାତ ତାର କୁମର ବେଗବାନ ତାତହୁଁ ବୁଧ ହେଲା ଜନ୍ମ ତାର ତନୁଜ ତୃଣ ବିନ୍ଦୁ ଯା ରୂପେ ପଟାନ୍ତର ଇନ୍ଦୁ ତାହାର ପତ୍ନୀ ଅଳମ୍ବୁଷା ଅପ୍ସରା ଗଣେ ରୂପ ଶେଷା ତା ଗର୍ଭେ ଇଳମ୍ବିଲା ଜାତ ବିଶ୍ରବା ଋଷି ଯାର କାନ୍ତ ବିଶ୍ରବା ଇଳମ୍ବିଳା ଗର୍ଭେ କୁବେର ଉପୁଜିଲା ଭାବେ ସେ ମୁନି ଯୋଗେଶ୍ୱର ବଳା ଆନନ୍ଦେ ପୁତ୍ରେ ଶିକ୍ଷା ଦେଲା ବିଶାଳ ଶୂନ୍ୟ ବନ୍ଧୁ ଘେନି ଧୂମକେତୁକୁ ଘେନି ତିନି ଏମାନେ ତୃଣ ବିନ୍ଦୁ ଜନ୍ତୁ ବିଶାଳ ରାଜା ଜାଗକେତୁ ବୈଶାଳୀ ପୁରୀ ଯେ ନିର୍ମାଇ ତାତହୁଁ ହେମ ଚନ୍ଦ୍ର ହୋଇ ଧୂମ୍ରାକ୍ଷ ନାମେ ତାର ସୁତ ତହୁଁ ସଂଯମ ହୁଏ ଜାତ ସଂଯମ ତହୁଁ ସହଦେବ ଅପର କୃଶାସ ସମ୍ଭବ କୃଶାସ ପୁତ୍ର ସୋମଦତ୍ତ ତାହାର ମହିମା ଅଦ୍ଭୁତ ଆନନ୍ଦେ ଅଶ୍ୱମେଧ କଲା
परम ब्रह्मे से पशिला सोमती सोम दत्त बोला रूपे विराजे काम कला तार कुमर महाशय जात जावंशे जन्मे जय विशालपुरे ते राजा सुखे पालिले जन प्रजा जे जस कीर्ति निज धन सकल गुणे संपादन एमंते कहिबि मु केते शुण राजन एक चित्ते वंशानुचरित ए विधि जार स्मरणे सर्वसिद्धि जेहा शुणन्ति गुणन्ति अपुत्री सुपुत्र लभन्ति कमला रहे ता भुवने जस बढ़ई दिने दिने बोलई दास जगन्नाथ नवम स्कंधे भागवत सुजने शुण एक चिते संसारु तरीब जे मन्ते। इति श्रीमद्भागवते महापुराणे पारमहंस्यां संहितायां 82 नवम स्कंधे वंशानुचरिते नाम द्वितीय अध्याय। तृतीय अध्याय श्री शुक उवाच एबे हो शुण सावधाने मनुर वंशर विधाने सर्जाति नाम मनुसुत शुण हो ताहार चरित स्वभावे ब्रह्मष्ठी होइला क्षेत्रे से अंगिरस बोला सुकन्या नामे तार कन्या होइला रूपे अनुपमा सुकन्या पितार संगते आनंदे पशिला वनस्ते कुमारी 7-5 संगे बने भ्रमई अतिरंगे से बने भृगुर नंदन तपस्या अर्थेण च्यवन बसिला निश्चल आसने जोग समाधि मोक्ष ध्याने एमंते अनेक बरस होइला अस्थि चर्म शेष कीट बलिक तार देहे ढांकिले मुखे मृत्तिकाए वाल्मीक कुद प्राय दिशे केवल नयन प्रकाशे एमंते राजकन्या गला च्यवन आश्रमे मिलिला वाल्मीक कुद मध्ये भिन्न दिशई मुनिंक लोचन अद्भुते बेनी ज्योति चाहि सुकन्या मने विचारई एत सुंदर ज्योति दिशे तेजेति मीर तेज ध्वंसे एमंते मने परिमाणी कंटक वृक्ष कंटाणी सेवेनी ज्योति कला क्षत तक्षणे स्रविलार कत वाल्मीक मध्ये श्रोणी बहे धारा दिशई मुनि देहे मुनि को अपराध कला शुण हे अभिमन्यु बोला तक्षणे राजार सहिते अपर लोक थिले जेते सर्वे पाइले अपराध हुए मूत्र द्वार निरुद्ध केही न पारे मूत्र करी कांदंती मूत्र द्वार धरी सर्वे करंती हाहाकार शुणी सर्जाति नृपवर सकले पूछी दुख मन कन्या को बोलंती राजन तुझे बनस्ते भ्रमुथिलु कह कि अपराध कलु से कर्म बळे हु व्याधि रहिला मूत्र द्वार रुंधी सर्वे मरिबे हि क्षणी सुकन्या कहे ताहा शुणी भूतात बलिक उपरे ज्योति जुगल देखि खरे मुहि अद्भुत प्राय मणि
କଣ୍ଟକ ବୃକ୍ଷ କଣ୍ଟାଣି। ଛେଦିଲି ସେ ଜ୍ୟୋତି ଅଦ୍ଭୁତ ତକ୍ଷଣେ ଶ୍ରବିଲାର କତ। ତା ଶୁଣି ନୃପ ଅତି ବେଗେ ମିଳେ ବଲ୍ମୀକ କୁଦ ଲାଗେ। ସମ୍ଭ୍ରମେ ବେନି କର ଯୋଡ଼ି କହେ ବଲ୍ମୀକ ପାଦେ ପଡ଼ି। ଭୋକିଟ ବାଲ୍ମୀକ ତ ଦେହ ରୁଧିର ବହେ କିମ୍ପା କହ। ମୁଁ ତୋତେ କଲି ଅପରାଧ ତ ଜ୍ୟୋତି କନ୍ୟା କଲା ଭେଦ। ସେ କନ୍ୟା ସ୍ୱଭାବ ଚଞ୍ଚଳ ସର୍ବେ ପାଇଲୁ ତହିଁ ଫଳ। ନିରୁଦ୍ଧ ହେଲା ମୂତ୍ର ଦ୍ୱାର ରଖ ଶରଣ ଗଲୁ ତୋର। ଏମନ୍ତେ ରାଜା ମୁଖ ଶୁଣି ଚ୍ୟବନ କହେ ଦୁଃଖ ବାଣୀ। ଭୋ ନୃପ ମୁଁ ଭୃଗୁ ନନ୍ଦନ ଚ୍ୟବନ ଋଷି ମୋର ନାମ। ମୁଁ ଯେ ଅରଣ୍ୟେ ତପ କରି ଚିନ୍ତଇ ପ୍ରଭୁ ନର ହରି। ବସିଲି ଆସନେ ନିଶ୍ଚଳ ଏମନ୍ତେ ଗଲା କେତେ କାଳ। ବାଲ୍ମୀକ କୀଟ ମୋ ଶରୀରେ ମାଂସ ରୁଧିର ଭକ୍ଷ କଲେ। ମୃତ୍ତିକା ମୋହର ଉପରେ ମୁଖେ ଆଚ୍ଛାଦି ନିରନ୍ତରେ। ଦେହ ଭଖିଲେ ସ୍ୱାଦୁର ସେ କେବଳ ଅସ୍ଥିର ହେ ଶେଷେ। ଏମନ୍ତ ମୁନି ମୁଖ ଶୁଣି ଚରଣେ ନମେ ନୃପମଣି। ଧରିଣ ମୁନିଙ୍କ ଚରଣ ବୋଲଇ କର ପରିତ୍ରାଣ। ଏ କନ୍ୟା ମୋହର ଦୁଲଣୀ ଏ ହେଉ ତୋହର ଘରଣୀ। ଏ ସତ୍ୟ ବଚନ ମୋହର ଏଥକୁ ସାକ୍ଷୀ ଦିବା କର। ଏମନ୍ତେ ରାଜା ମୁଖ ଶୁଣି ଚ୍ୟବନ କହେ ମଞ୍ଜୁବାଣୀ। ଏ ଯେବେ ସତ୍ୟ ବାକ୍ୟ ତୋର ସକଳ ସ୍ରବୁ ମୂତ୍ର ଦ୍ୱାର। ଶୁଣି ସେ ଚ୍ୟବନ ବଚନ ଫିଟିଲା ମୂତ୍ରର ସ୍ତମ୍ଭନ। ସର୍ବେ ଲଭିଲେ ପରିତ୍ରାଣ ଏବେ ହୋ ପରୀକ୍ଷିତ ଶୁଣ। ମୁନିଙ୍କୁ କନ୍ୟା ଦାନ କରି ରାଜା ଚଳିଲେ ନିଜ ପୁରୀ। ନିଜ ସଗଣ ମଧ୍ୟେ ଆସି ଚ୍ୟବନ ମହିମା ପ୍ରକାଶୀ। ସେ କନ୍ୟା ଚ୍ୟବନ ସମୀପେ ଖଟଇ ସେବା ଅନୁରୂପେ। ନିତ୍ୟ କଳ୍ପିତ ଭିକ୍ଷା ଆଣି ଯେ ମିଳେ ଶାକ କନ୍ଦ ପାଣି। ଏମନ୍ତେ ଶୁଣ ନୃପବର ବିଧାତା ବିଧି ବଳିୟାର। ଏମନ୍ତେ କେତେ ଦିନ ଗଲା ସୁକନ୍ୟା ରଜ ପ୍ରକାଶିଲା। ସେଦିନ ପ୍ରଭାତର କାଳେ ଅଶ୍ୱିନୀ କୁମାର ମିଳିଲେ। ମୁନିଙ୍କୁ ନମସ୍କାର କରି ବସିଲେ ଆସନ ଆଦରି। ଚ୍ୟବନ ଉଠି ମନ ତ ସେ ଅଶ୍ୱିନୀ କୁମାରଙ୍କ ପାଶେ। ପାଦ୍ୟାର୍ଘ୍ୟେ ଚରଣ ପୂଜିଲେ ଅନେକ ସ୍ତୁତି ବାକ୍ୟ କଲେ। ବୋଲନ୍ତି ବିଶ୍ୱାସ କରାଇ ଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ। ଯେ ତୁମ୍ଭ ନାମ ଉଚ୍ଚାରନ୍ତି ରୋଗ ପ୍ରବନ୍ଧୁ ନିସ୍ତରନ୍ତି। ଦେଖ ଏ ମୋହର ଶରୀର ଜରା ଅବସ୍ଥା ଜର ଜର। ସର୍ଜାତି କନ୍ୟା ମତେ ଦେଲା ଭାବ ଭାବ ନ ଜାଣିଲା। ଦେଖ ଏ କନ୍ୟା ପତିବ୍ରତା ଏହାକୁ ହୁଅ ବରଦାତା। ଏ ବୃଦ୍ଧ ରୂପ ମୋର ହର ଯୁବା ବୟସ ମତେ କର। ମୁଁ ପୁଣ ତୁମ୍ଭ ଉପକାର କରିବି ଯଥାର୍ଥ ବ୍ୟବହାର। ତୁମ୍ଭେ ଯେ ଏବେ ବୈଦ୍ୟ ଦୋଷେ ଯଜ୍ଞ ସ୍ୱଭାବ ନାହିଁ ଶେଷେ। ଏବେ ମୁଁ ତୁମ୍ଭଙ୍କୁ ବରିବି ଆନନ୍ଦେ ଯଜ୍ଞ ଭାଗ ଦେବି। ଇନ୍ଦ୍ର କି କରିବ ମୋହର ଯୁବା ବୟସ ମତେ କର। ଏମନ୍ତେ ମୁନି ମୁଖ ଶୁଣି ଅଶ୍ୱିନୀ ସୁତେ ମନେ ଗୁଣି। ବୋଲନ୍ତି ମୁନି ମୁଖ ଚାହିଁ ଏ କଥା ଅନ୍ୟଥା ନୁହଁ। ଆମ୍ଭର ସଙ୍ଗେ ସିଦ୍ଧର
ଦେ ସ୍ନାନ ତୁ କର ବାଞ୍ଛା ସିଧେ। ହୋଇବ ଆମ୍ଭର ସ୍ୱରୂପ ପ୍ରତ୍ୟକ୍ଷେ ମନ୍ତ୍ର ତେଜ ଦେଖ। ତା ଶୁଣି ଚ୍ୟବନ ଆନନ୍ଦେ ବେଗେ ପଶିଲା ସିଦ୍ଧ ହ୍ରଦେ। ସେ ତିନି କରେ କର ଧରି ଜଳେ ବୁଡ଼ିଲେ ହରି ସ୍ମରି। ତକ୍ଷଣେ ଏକ ରୂପ ହୋଇ ଉଠିଲେ କନ୍ୟା ମୁଖ ଚାହିଁ। କିଏ ବା ଦେବା ପଟାନ୍ତର ରୂପେ ମୋହିଲେ ସୁର ନର। କନ୍ୟା ଯେ ତୀରେ ଚାହିଁଥିଲା ନିଜ ସ୍ୱାମୀ କି ନ ଚିହ୍ନିଲା। ବିକଳେ ହୋଇ ଛନ ଛନ ଚାହିଁଣ ତାହାଙ୍କ ବଦନ। କର ଅଞ୍ଜଳି ଶିରେ ଦେଇ ବୋଲଇ ମୋତେ କର ତ୍ରାହି। ମୁଁ ଯେବେ ସତ୍ୟ ପତିବ୍ରତା ନିକଟେ ଦିଅ ମୋର ଭର୍ତ୍ତା। ଶୁଣି ସେ ଅଶ୍ୱିନୀଙ୍କ ସୁତେ ସ୍ୱାମୀଙ୍କି ଦେଲେ ତା ଅଗ୍ରତେ। ଋଷିଙ୍କି ନମସ୍କାର ହୋଇ ସ୍ୱର୍ଗେ ଚଳିଲେ ବେନି ଭାଇ। ଶୁଣ ହେ ପରୀକ୍ଷିତ ଏବେ ସର୍ଜାତି ଯଜ୍ଞର ଆରମ୍ଭେ। ଚ୍ୟବନ ଆଶ୍ରମେ ମିଳିଲା ନୟନେ ଅଦ୍ଭୁତ ଦେଖିଲା। ନିଜ କନ୍ୟାର ପାଶେ ବସି ପୁରୁଷ ଦେଖେ ତେଜରାଶି। ସୁକନ୍ୟା ଆସି ପିତା ପାଦେ ସତରେ ନମିଲା ଆନନ୍ଦେ। ତାହାର କଲ୍ୟାଣ ନ କରି ବୋଇଲେ ଚିତେ କୋପ ଭରି। ଅଦ୍ଭୁତ କର୍ମ ଏତହର ଅତ୍ୟନ୍ତ ବୃଦ୍ଧ ତୋର ବର। ତାର ଚରଣ ସେବା ଛାଡ଼ି ଯୁବା ପୁରୁଷେ ମନ ବଢ଼ି। କେମନ୍ତେ ଟଳିଲା ତ ମତି ସଂସାର ଯେ ସନେ ଅସତି। କୁଳ ଦୂଷଣ କର୍ମ କଲୁ ବୃଦ୍ଧ ସ୍ୱାମୀ କି ଉପେକ୍ଷିଲୁ। ଯାର ପୁରୁଷେ କଲୁ ମତି ଏତର ବଢ଼ଇ ଅନୀତି। ଉଭୟ କୁଳ କଲୁ ନାଶ ପର ପୁରୁଷେ ତୁ ବିଶ୍ୱାସ। ଏ କର୍ମେ ପିତା ଭ୍ରାତା ବଂଶ ନରକେ ହୁଅନ୍ତି ପ୍ରବେଶ। ଏମନ୍ତେ ପିତା ବାକ୍ୟ ଶୁଣି ହସିଣ କହେ ତା ଦୁଲଣୀ। ଭୂତାତ ଭ୍ରାନ୍ତି ତୁ ନ କର ଏହି ଯେ ମୋହ ନିଜ ବର। ଏମନ୍ତେ ପିତାର ଅଗ୍ରତେ ସର୍ବ କହିଲା ଆଦ୍ୟ ପ୍ରାନ୍ତେ। ଯେମନ୍ତ ଅଶ୍ୱିନୀ କୁମାରେ ଜଳେ ଝାସି ସୁନ୍ଦର କଲେ। ବୃଦ୍ଧକୁ ଯୁବା ରୂପ କଲେ ରଥ ଆରୋହୀ ସ୍ୱର୍ଗେ ଗଲେ। ଏମନ୍ତେ ପ୍ରତିବାକ୍ୟ ଶୁଣି ଅତି ଆନନ୍ଦେ ନୃପମଣି। ତକ୍ଷଣେ ଦୁହିତା ବଚନ ଅଦ୍ଭୁତ ଶୁଣି ସେ ରାଜନ। ଅତି ଆନନ୍ଦେ ମଦ ଭରି ନିଜ ଦୁହିତା କୋଳେ ଧରି। ତକ୍ଷଣେ ନିଜ ପୁର ଗଲା ଶୁଣ ହୋ ଅଭିମନ୍ୟୁ ବଳା। ନିଜ ଭୁବନେ ନୃପମଣି ଚ୍ୟବନ ଋଷି ଗୃହେ ଆଣି। ଆଗମ ନିଗମ ଉକତେ ଯଜ୍ଞ ସେ କଲା ବହୁମତେ। ଚ୍ୟବନ ବାକେ ଯଜ୍ଞ ଘରେ ମିଳିଲେ ଅଶ୍ୱିନୀ କୁମାରେ। ତାହାଙ୍କୁ ହୋମ ଦେବା ବେଳେ ଇନ୍ଦ୍ର ମିଳିଲେ ଯଜ୍ଞଶାଳେ। ବଜ୍ର ଉଞ୍ଚାଇ ଦକ୍ଷ କରେ ନିଷେଧ କରି ମନ୍ତ୍ର ସ୍ମରେ। ତା ଶୁଣି ଚ୍ୟବନ ଉଠିଲା ଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲା। ମାରି ନ ପାରି ବଜ୍ର କୋପେ ଇନ୍ଦ୍ର ଶରୀର ଭୟ କମ୍ପେ। ବୋଲଇ ମୁନି ମୁଖ ଚାହିଁ ଏକଥା ଉଚିତ ନୁହଁ। ଯଜ୍ଞେ ହାଙ୍କ ଭାଗ ନାହିଁ ଆହୁତି ଦେଲ କିସ ପାଇଁ। ଚ୍ୟବନ ବୋଲେ ଇନ୍ଦ୍ର ନାହିଁ ସତ୍ୟ ଯେ କରିଅଛି ମୋହି। ଏ ଯେଣୁ ଯୁବା କଲେ ମୋତେ ଆହୁତି ଦେବି ଯଜ୍ଞ ଅନ୍ତେ। ଯଜ୍ଞର ଶେଷ ଭାଗ ପାଇ
ସନ୍ତୋଷ ହେବେ ବେନି ଭାଇ, ବ୍ୟାଧି ନାଶିବେ ଯଜମାନେ, ଏମନ୍ତେ ଚ୍ୟବନ ବଚନେ। ତୋଷ ହୋଇଲା ସୁରନାଥ, ମୁନି ଛାଡ଼ିଲେ ତାର ହସ୍ତ। ସେଦିନ ସର୍ବଦେବ ଯଜ୍ଞେ, ତାଙ୍କୁ ସ୍ଥାପିଲେ ହବିର୍ଭାଗେ। ଶେଷେ ସେ ସୋମ ଭାଗ ପାଇ, ଏବେ ହୋ ଶୁଣ ମନ ଦେଇ। ଏମନ୍ତେ ଯଜ୍ଞ କର୍ମ ଫଳେ, ପୁତ୍ରେ ଜନ୍ମିଲେ ରାଜା କୂଳେ। ଅତି ସୁନ୍ଦର ଅନୁପମ, ଶୁଣ ହୋ ତାହାଙ୍କର ନାମ। ଉତ୍ତାନ ବହ ଯେ ଆନର୍ତ, ଆବର ଭୂରି ସେଣ ଜାତ। ସର୍ଜାତି ପୁତ୍ରେ ମହାତେଜେ, ପ୍ରଜା ପାଳିଲେ ଶୁଭେ ରାଜେ। ଆନର୍ତ ପୁତ୍ର ଯେ ରେବତ, ଶୁଣ ହୋ ତାହାଙ୍କ ଚରିତ। ସେ ନିତ୍ୟ ହରି ପୂଜା କଲେ, ସେ ପୁଣି ତା ପତ୍ନୀ ଉଦରେ। ରୈବତ ନାମେ ପୁତ୍ର ଜାତ, ତାହାଙ୍କ ମଧ୍ୟେ ଜ୍ୟେଷ୍ଠ ଭ୍ରାତ। କକୁଦି ନାମ ତାର ହୋଏ, ଇନ୍ଦ୍ର କମ୍ପଇ ଯାର ଭଏ। ରେବତୀ ନାମେ କନ୍ୟା ତାର, ସୁନ୍ଦରେ ନାହିଁ ପଟାନ୍ତର। ସେ କନ୍ୟା ଘେନି ଅତି ଦୁଃଖେ, ବେଗେ ମିଳିଲେ ବ୍ରହ୍ମଲୋକେ। ଭୂମିରେ ରାଜାଙ୍କ କୁମର, ଯେତେ ମିଳିଲେ ତାଙ୍କୁ ବର। ତାଙ୍କୁ ନିନ୍ଦିଲା କୁଳ ଶ୍ରେଷ୍ଠେ, ମିଳିଲା ବ୍ରହ୍ମାଙ୍କ ନିକଟେ। ସେ ବ୍ରହ୍ମା ଘେନି ମହାଜନ, କରାଇ ବିଷ୍ଣୁ ସଂକୀର୍ତ୍ତନ। କ୍ଷଣେ ରହିଲେ ତାକୁ ଦେଖି, ସେ ଧାତା କୀର୍ତ୍ତନ ଉପେକ୍ଷି। ତକ୍ଷଣେ ଚାହିଁ ତା ବଦନ, ବୋଲନ୍ତି ମଧୁର ବଚନ। କିମ୍ପା ଅଇଲୁ ବ୍ରହ୍ମଲୋକେ, ଏ କନ୍ୟା ଘେନି ମନ ଦୁଃଖେ। ବ୍ରହ୍ମା ବଚନେ ଦଣ୍ଡ ଧାରି, ଚରଣେ ନମସ୍କାର କରି। ବୋଇଲେ ଚିନ୍ତା ଭର ଶୋକ, ଏ କନ୍ୟା ଦେବୀ କେଉଁ ଲୋକ। ଏମନ୍ତ ରାଜା ମୁଖ ଶୁଣି, ହସି ବୋଲନ୍ତି କୁଶ ପାଣି। ଅଦ୍ଭୁତ କର୍ମ ଏ ତୋହର, ଭୂମିରେ ନବରିଲୁ ବର। ଯେବେ ଅଇଲୁ ମୋତେ କହି, ଭୂମିରେ ତୋର ବଂଶ ନାହିଁ। ବ୍ରହ୍ମାଣ୍ଡ ମଧ୍ୟେ କାଳ ବଳେ, ଅନେକ ଯୁଗ ବହିଗଲେ। ତୋ ପୁତ୍ର ନାତି ଯେତେ ଥିଲେ, କାଳର ବଳେ ନାଶ ଗଲେ। ତୋର ଆଗମେ କାଳ ବଳେ, ଶୁଣ ହେ ଯେତେ ଯୁଗ ଗଲେ। ଶପଥ ବିଂଶ ଚତୁର୍ଯୁଗ, ଭୂମିରେ କଲା କାଳ ଭୋଗ। ଅଧିକେ 3 ଯୁଗ ଗଲା, କଳିର ଉଦ୍ୟମ ହୋଇଲା। ଦ୍ୱାପର ଯୁଗ ଅବସାନେ, ଏବେ ହୋ ଶୁଣ ମୋ ବଚନେ। ଏ ଭାରା ନିବାରଣ ଅର୍ଥେ, ବିଷ୍ଣୁ ଜନ୍ମିବେ ମହି ଗତେ। ଦେବକୀ ଗର୍ଭେ ଦେହ ବହି, ନୀଳ ଧବଳ ବେନି ହୋଇ। ଅନନ୍ତ ବଳ ଭଦ୍ର ରୂପେ, ଜନ୍ମ ଲଭିବେ ମୋହ କଳ୍ପେ। ଏ କନ୍ୟା ରତ୍ନ ତାଙ୍କୁ ଦେଇ, ଭବସାଗରୁ ତର ତୁହି। ଏମନ୍ତେ ବ୍ରହ୍ମା ମୁଖ ଶୁଣି, ଆନନ୍ଦ ମନେ ନୃପମଣି। ତକ୍ଷଣେ ନିଜ ପୁର ଗଲା, ଶୁଣ ଏ ଗୋବିନ୍ଦର ଲୀଳା। ତାହାର ଯେ
ଯେତେ ଭାଇ ଥିଲେ ରାକ୍ଷସ ଭଏ ପଳାଇଲେ। ତା କନ୍ୟା ବଳଭଦ୍ରେ ଦେଇ ଆନନ୍ଦେ କୃତ କୃତ୍ୟ ହୋଇ ତପକରଣେ ଶୁଦ୍ଧ ମନେ ମିଳିଲେ ବଦରିକା ସ୍ଥାନେ। ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଭାଷା ପ୍ରବନ୍ଧେ ଗୀତ କରି ଯାହା କହିଲେ ନରହରି। ସୁଜନେ ମତି ଏଣେ କର ଅନ୍ତେ ପାଇବ ଚକ୍ରଧର। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାं संहितायां वैयासिक्यां नवम स्कन्धे वंशानुचरित कथने नाम तृतीयोऽध्याय।